ନୟାଗଡ଼ ରଣପୁରର ଗୋପାଳପୁର ମାଟିରେ ଆଜି ବି ଏକ କଥା ଫୁସ୍ଫୁସ୍ ହୁଏ। ସେଇଠି ଅଛନ୍ତି ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର। ପୁରାଣ କହେ, ଯେଉଁ ଶିବ ନିଜେ ମାଟି ଫାଡ଼ି ପ୍ରକାଶ ହୁଅନ୍ତି ତାଙ୍କୁ କୁହାଯାଏ ସ୍ୱୟମ୍ଭୁ। ରଣପୁର ରାଜା ବଜେନ୍ଦ୍ର ଚନ୍ଦ୍ରଙ୍କ ପିତାଙ୍କ ସମୟରେ ଗୋପାଳପୁର ଚାଷୀ ଜଣେ ହଳ କରୁଥିଲା। ହଠାତ୍ ତା ହଳ ଲୁହା ଫାଳରୁ ରକ୍ତ ଝରିଲା। ଖୋଳିବାରୁ ଦେଖିଲା ଏକ ଫୁଟିଲିଙ୍ଗ। ସେଦିନଠାରୁ ଏହି ମାଟି ପବିତ୍ର ହୋଇଗଲା। ସମୟ ବଦଳିଲା, ରାଜା ଗଲେ, ସାମ୍ରାଜ୍ୟ ଗଲା, କିନ୍ତୁ ଭକ୍ତି ରହିଲା। ଗୋପାଳପୁର ଜନସାଧାରଣ ଏବଂ ଛାମପାଟଣା ସାହିର ଲୋକେ ନିଜ ହାତରେ ଏହି ମନ୍ଦିରକୁ ସ୍ୱର୍ଗ ଭଳି ସଜାଇଲେ। କାରଣ ସେମାନେ ଜାଣନ୍ତି ଯେଉଁଠି ଭକ୍ତି ଅଛି ସେଠି ଶିବ ଅଛନ୍ତି। କିନ୍ତୁ ସବୁଠୁ ବଡ଼ ଆଶ୍ଚର୍ଯ୍ୟ କଥା କ'ଣ ଜାଣନ୍ତି? ରଣପୁର ରାଜା ବେଣୁଧର ବଜ୍ରଧରଙ୍କ କାଳରୁ ଥାନା ସାମ୍ନାରେ ପଞ୍ଚୁଦୋଳ ଯାତ୍ରା ହୋଇ ଆସୁଛି। ସବୁ ଦେବତା ଯାଆନ୍ତି, କିନ୍ତୁ ନୀଳକଣ୍ଠେଶ୍ୱର ଯାଆନ୍ତି ନାହିଁ। କାହିଁକି? ପୌରାଣିକ ଗାଥା କହେ, ଶ୍ରୀପଞ୍ଚମୀ ଦିନ ନୀଳକଣ୍ଠେଶ୍ୱର ନିଜ ବଡ଼ ଭାଇ ଗୋପାଳପୁରର ଆଦି ଦେବତା ଶ୍ରୀ ଶ୍ରୀ ବୁଢ଼ାଲିଙ୍ଗ ଦେବଙ୍କ ପାଖକୁ ଯାଇ ହାତ ଯୋଡ଼ି କୁହନ୍ତି, ଭାଇ ତୁମେ ଯାଅ, ମୁଁ ଏଇଠି ରହି ଗାଁ ପହରା ଦେବି। ତୁମେ ପଞ୍ଚୁଦୋଳ ଓ ସାତଦୋଳ ଯାଇ ସମସ୍ତଙ୍କୁ ଆଶୀର୍ବାଦ ଦିଅ। ଭାଇ ପାଇଁ ତ୍ୟାଗ ରାଜାଙ୍କ ଆଦେଶଠାରୁ ବଡ଼ ହେଲା ଭାତୃପ୍ରେମ। ତେଣୁ ଆଜି ବି ଯେତେବେଳେ ପଞ୍ଚୁଦୋଳର ଢୋଲ ବାଜେ, ନୀଳକଣ୍ଠେଶ୍ୱର ମନ୍ଦିର ନୀରବରେ ବସି ହସେ। କାରଣ ସେ ଜାଣନ୍ତି ସତିକାରର ଦେବତା ନିଜ ପାଇଁ ନୁହେଁ, ଅନ୍ୟମାନଙ୍କ ପାଇଁ ବଞ୍ଚିଥାଏ। ଏଇଟା କେବଳ ପଥର ନୁହେଁ, ଏଇଟା ଗୋପାଳପୁରର ଆତ୍ମା, ଏଇଟା ଓଡ଼ିଶାର ବିଶ୍ୱାସ। ହର ହର ମହାଦେବ। ରଣପୁର ଗୋପାଳପୁରରୁ ବିପିନ ପ୍ରହରାଜଙ୍କ ରିପୋର୍ଟ।